ଆରେ ରସୁଣ ଆଳୁ ପିଆଜ କୁଆଡ଼େ ଗଲେ? ଏତେବେଳେ ତ ପହଞ୍ଚିବା କଥା, ଏତେ ଲେଟ୍ କ'ଣ ହେଲାଣି? ହଁ ବା ଅଜା, ସିଏ ଯେତେବେଳେ ବାହାରିଲେଣି ଏତେବେଳେ ପହଞ୍ଚିବା କଥା। କ'ଣ ହେଲା କେଜାଣି, ବାଟରେ କିଛି ଅସୁବିଧା ହେଲାନି ତ? ହଉ ଅଜା, ସିଏ ତ ଆସିନାହାନ୍ତି, ଆମେ କ'ଣ ଖାଲିଟାରେ ଏମିତି ବସିବା? କ'ଣ କିଛି କୁହ। ହଉ ହଉ, ତତେ ମୁଁ ଗୋଟେ ପଞ୍ଚାଳିଆ ପ୍ରଶ୍ନ ପଚାରୁଛି, ଦେଖିବା ତ ତାର ଉତ୍ତର ଦେଇପାରୁଛୁ ନାହିଁ। କହିଲି ଦେଖି, ଗୋଟେ ରାସ୍ତାରେ କେବଳ ଖାଲି ଗୋଟେ ଲୋକ ଯାଇପାରିବ ଆଉ ଗୋଟେ କାର୍ ଯାଇପାରିବ। ଦିନେ କ'ଣ ହେଇଛି ନା, ସେହି ରାସ୍ତାରେ ଏପଟୁ ଗୋଟେ ଧଳା କାର୍ ଆଇଲା ଆଉ ସେପଟୁ ଗୋଟେ କଳା କାର୍ ଆଇଲା। କହିଲୁ କି ସେମାନେ ପାର କେମିତି ହେବେ? ନା ଅଜା, ଦୁଇଟା କାର୍ ପାର ହେଇପାରିବେନି, ଆଉ ଜଣକୁ ପଛେଇ ପଛେଇ ଯିବାକୁ ପଡ଼ିବ। ଆଉ ଆରେ ମୂର୍ଖ, ସେମାନେ ଆରାମସେ ପାର ହେଇଯିବେ। ଅଜା କେମିତି? ପ୍ରଶ୍ନ କ'ଣ ପଚାରିଲି? ଗୋଟେ କାର୍ ଯାଇପାରିବ, ଗୋଟେ ଲୋକ ଯାଇପାରିବ। ଧଳା କାର୍ଟେ ଆସିଥିଲା ଆଉ କଳା କାର୍ଟେ ଆସିଥିଲା, ମାନେ ଧଳା କାର ଆଉ କଳା କାର। କଳା କାର ମାନେ ଗୋଟେ ଲୋକ, ବୁଝିଲେ? ଆଉ ମୁଁ ଭାବିଲି ସତରେ କାର ନା, ଆଉ ଦୁଇଟା କଳା କାର ଗୋଟେ ଧଳା କାର ଗୋଟେ ହେଇଥିବ। ଦେଖିଲା ବେଳକୁ ମୁଁ ଜାଣିଛି ତମେ ଲୋକକୁ କହୁଛ କଳା କାର। କିଛି ସମୟ ପରେ ଆଳୁ ପିଆଜ ମୁଣ୍ଡରେ ପଟି ଲଗେଇ ଆସିଗଲେ। ଆରେ ଆଳୁ, ତୋ ମୁଣ୍ଡରେ କ'ଣ ବ୍ୟାଣ୍ଡେଡ୍ ପଡ଼ିଛି? କ'ଣ ହେଇଛି? ବାଟରେ କ'ଣ ଅସୁବିଧା ହେଇଗଲା ନା କ'ଣ? ଏ କଥା କ'ଣ କି ମୁଁ କହୁଛି। ଆଳୁ କ'ଣ କଲା, କହିଲା ତୁ ତୋ ବାଇକ୍ରେ ଯିବୁ, ମୁଁ ମୋ ବାଇକ୍ରେ ଯିବି। ଆଉ ସେ ତା ବାଇକ୍ ଆଣିକି ଆସିଥିଲା, ମୁଁ ମୋ ବାଇକ୍ରେ ଆସିଥିଲି। ଆଉ ସେ କ'ଣ କରିଥିଲା, ହେଲମେଟ୍ ଲଗେଇ ନଥିଲା, ଆଉ ମୁଁ ହେଲମେଟ୍ ଲଗେଇଥିଲି। ଆଉ ବାଟରେ ଆସୁ ଆସୁ ଗୋଟେ ଆକ୍ସିଡେଣ୍ଟ ହେଇଗଲା। ଆଉ ଆଳୁ ତଳକୁ ଗଳି ପଡ଼ିଲା, ଆଉ ତା ମୁଣ୍ଡ ଟିକେ ମାଡ଼ ହେଇଯାଇଛି। ଆଉ ମୁଁ ତା ବାଇକ୍ ପଛରେ ଥାଏ, ମୁଁ ବି ତା ବାଇକ୍ରେ ମାଡ଼ ହେଇକିରି ତଳେ ଗଳି ପଡ଼ିଲି, କିନ୍ତୁ ମୋର କିଛି ହେଇନି। ଆଳୁ ତୁ ବି ପଡ଼ିଲୁ, ପିଆଜ ବି ପଡ଼ିଲା, କିନ୍ତୁ ପିଆଜ କିଛି ହେଲାନି। କାରଣ କ'ଣ ଜାଣିଛୁ? ତୁ ହେଲମେଟ୍ ଲଗାଇ ନଥିଲୁ ଆଉ ସେ ହେଲମେଟ୍ ଲଗାଇଥିଲା। ଆଉ ତମମାନଙ୍କୁ ଏ ବିଷୟରେ ଗୋଟେ କାହାଣୀ କହିବି। ବେଳ ଥାଉ ତ ସତର ନହେଲେ ଆମେ କେଉଁ ଅସୁବିଧାରେ ପଡ଼ିବା, ଆମେ ଏ କାହାଣୀର ବେଙ୍ଗଠୁ ଶିଖିବା, ବୁଝିଲ? ହଉ ଅଜା, କାହାଣୀ କୁହ, ଆଉ ଏମାନେ କିଛି ଶିଖନ୍ତୁ ଟିକେ। ହଉ, ଆଉ ସବୁଥର ଭଳି କାହାଣୀ ଆରମ୍ଭ କରିବା ପୂର୍ବରୁ ଦର୍ଶକମାନଙ୍କୁ କିଛି କହିବା। ଆଉ ଅଜା, ଦର୍ଶକମାନଙ୍କୁ ଆମ ବିଷୟରେ କ'ଣ କହିବ? ଆରେ ନାଇଁ, ଦର୍ଶକମାନଙ୍କୁ ଆମେ ଏହା କହିବା, ଯଦି ଆପଣମାନେ ଭିଡ଼ିଓଟି ପ୍ରଥମ ଥର ଦେଖୁଛନ୍ତି ତାହେଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ, ଆଉ ଭିଡ଼ିଓଟିକୁ ଲାଇକ୍ ବି କରିଦିଅନ୍ତୁ। ହଉ, କାହାଣୀଟି ଆରମ୍ଭ କରିଛି। ଆଉ ଦିନେ ଗୋଟେ ଚୁଲିରେ ଗୋଟେ ହାଣ୍ଡିରେ ପାଣି ବସିଥାଏ। ପାଣିଟି ସାଙ୍ଗେ ସାଙ୍ଗେ ବସିଥାଏ, ଆଉ ବେଙ୍ଗଟି ସେ ପାଣିରେ ପଡ଼ି। ସେତେବେଳୁ ପାଣିଟା ସାଙ୍ଗେ ସାଙ୍ଗେ ବସିଥାଏ, ପାଣି ଏତେ ଗରମ ହୋଇନଥାଏ। ବେଙ୍ଗକୁ ପାଣିଟା ଭଲ ଲାଗିଲା। ତାପରେ ପାଣି ଧୀରେ ଧୀରେ ଗରମ ହେବାକୁ ଲାଗିଲା, ଆଉ ସେ ଗରମରେ ବେଙ୍ଗକୁ ଭଲ ଲାଗିଲା। ସେ କହିଲା, ଆଉ ପାଣି ତ ପଡ଼ିଗଲି, ଉଷୁମ ଉଷୁମ ଲାଗିଲାଣି, ଆଉ ବାହାରିବ କାଇଁ, ଆଉ ଟିକେ ଯାଉ। ତାପରେ ପାଣି ଆଉ ଟିକେ ଗରମ ହେବାକୁ ଲାଗିଲା। ଆଉ ବେଙ୍ଗଟି କହିଲା, ଗରମ ତ ହେଲାଣି, ଆଉ ଟିକେ ଗରମ ଲାଗୁଛି, ଆଉ ଭଲ ଲାଗୁଛି, କାହିଁ ବାହାରିବି। ତାପରେ ପାଣି ଆହୁରି ଗରମ ହେବାକୁ ଲାଗିଲା। ଏବେ ବେଙ୍ଗକୁ କଷ୍ଟ ଲାଗିଲା। ତାପରେ ସେଠୁ ବେଙ୍ଗଟି ବାହାରିବା ପାଇଁ ଚେଷ୍ଟା କଲା, କିନ୍ତୁ ସେ ଆଉ ବାହାରି ପାରିଲାନି। କାହିଁକି ନା ସେତେବେଳକୁ ଅତ୍ୟଧିକ ଗରମ ହେଇଥିଲା। ଗରମରେ ତା ଚମଡ଼ା ସିଝି ଯାଇଥିଲା, ଆଉ ସେ ଡେଇଁକିରି ବାହାରକୁ ବାହାରି ପାରିଲା ନାହିଁ। ଆଉ ସେ ବେଙ୍ଗଟି ସେଇ ଛଟପଟ ହୋଇ ମରିଗଲା। ଏ କାହାଣୀରୁ ଏହା ଶିକ୍ଷା ମିଳିଲା, ଯଦି ବେଳ ଥାଉ ଥାଉ ବେଙ୍ଗଟି ସତର୍କ ହୋଇ ବାହାରକୁ ବାହାରିଥାନ୍ତା ତାହେଲେ ତାର କିଛି ହୋଇନଥାନ୍ତା। ବେଙ୍ଗଟି ଭଲ ଲାଗିଲା, ସେ ରହିଗଲା ଗରମ ପାଇକି, ଉଷୁମ ଉଷୁମ ପାଇକିରି ପାଣି ରହିଗଲା। ଅତ୍ୟଧିକ ଗରମ ହେଲା ବେଳକୁ ଆଉ ବାହାରି ପାରିଲା ନାହିଁ। ଆଉ ସେଇଭଳି ଆଉ ହେଲମେଟ୍ ପିନ୍ଧିଥିଲେ କାଳେ ଗରମ ଲାଗିଥାନ୍ତା, ସେଥିପାଇଁ ସେ ପିନ୍ଧିଲାନି। ଆଉ ବାଟରେ ଆକ୍ସିଡେଣ୍ଟ ହେଲା, ତା ମୁଣ୍ଡରେ ବ୍ୟାଣ୍ଡେଡ୍ ପଡ଼ିଲା, ବୁଝିଲ? ଆଉ ସିଏ ଯଦି ବେଳ ଥାଉ ଥାଉ ମୁଣ୍ଡରେ ହେଲମେଟ୍ ଲଗାଇ ଆସିଥାନ୍ତା ତାର କିଛି ହେଇନଥାନ୍ତା ପିଆଜ ଭଳିଆ, ବୁଝିଲ? ସମୟ ଅଧିକ ହେଲାଣି, ତମମାନେ ଏଥର ଘରକୁ ଯାଅ, ଦେଖିକି ଯିବ, ବୁଝିଲ? ଆଜି ପାଇଁ ଏତିକି। ହଉ ଅଜା, ଆମେ ଗାଡ଼ି ଚଲାଇଲା ବେଳେ ହେଲମେଟ୍ ପିନ୍ଧିବୁ।